नयागढ़ जिला दशपल्लाରୁ ଆସିଛି ଏକ ଚମକାଇ ଦେବା ଭଳି ଖବର। ବ୍ଲକ ଉନ୍ନୟନ ଅଧିକାରୀଙ୍କ ଗାଡ଼ି ଉପରକୁ ହୋଇଛି ଢେଲାମାଡ଼। ଅଜଣା ଦୁର୍ବୃତ୍ତଙ୍କ ଆକ୍ରମଣରେ ଗାଡ଼ିର ଆଗ କାଚ ଭାଙ୍ଗିଯାଇ କଣା ହୋଇଯାଇଥିବା ବେଳେ ଅଳ୍ପକେ ରକ୍ଷା ପାଇଯାଇଥିଲେ ବିଡିଓ। ତେବେ ଏସ୍ଆଇଆର୍ କାର୍ଯ୍ୟ ସହିତ ଘରପୋଡ଼ି ଘଟଣା ସହ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ତଦାରଖ କରି କାର୍ଯ୍ୟାଳୟକୁ ଫେରୁଥିବା ବେଳେ ହୋଇଥିଲା ଆକ୍ରମଣ। ରାସ୍ତାରେ ଅଜଣା ଦୁର୍ବୃତ୍ତ ହଠାତ୍ ଗାଡ଼ିକୁ ଲକ୍ଷ୍ୟ କରି ଏକ ଢେଲା ଫିଙ୍ଗିଥିଲେ। ଏହା ସିଧାସଳଖ ଗାଡ଼ିର ଆଗ କାଚରେ ବାଜିବାରୁ କାଚଟି କଣା ହୋଇଯାଇଥିଲା। ତେବେ ଘଟଣାରେ ବିଡିଓ ଓ ଗାଡ଼ି ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି। ବିଡିଓଙ୍କ ଗାଡ଼ି ଉପରେ ହୋଇଥିବା ଏହି ଆକ୍ରମଣ ପଛରେ କିଏ ରହିଛି ଏବଂ କ'ଣ ରହିଛି ତାର ଉଦ୍ଦେଶ୍ୟ ସେ ନେଇ ତଦନ୍ତ ଆରମ୍ଭ କରିଛି ଦଶପଲ୍ଲା ପୁଲିସ। ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରାଯାଉଥିବା ବେଳେ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଜାରି ରହିଛି। ମୁଁ ଆକ୍ଚୁଆଲି ଇଲେକ୍ସନ ଏସ୍ଆର୍ କାମରେ ଯାଇଥିଲି ଏବଂ ଫିଲ୍ଡ ଯାଇଥିଲି। ସେପଟୁ ବୁଲିକିରି ଆସିଲା ପରେ ସରପଞ୍ଚ ନଛିପୁର ଗୋଟେ ଘର ପଡ଼ିଥିଲା, ତାର ଇଏ ମେଟେରିଆଲ୍ସ କିଣିଥିଲେ ଦେବା ପାଇଁ ମୋତେ ଡାକିଲେ। ମୁଁ ସେଇଟା ଦେଇକିରି ସରପଞ୍ଚ ମ୍ୟାଡ଼ାମ୍ ମୁଁ ଏମିତି ଆସିବା ସମୟରେ ନଛିପୁରଠି ସରପଞ୍ଚ ମ୍ୟାଡ଼ାମ୍ ଓହ୍ଲେଇଲେ। ଜଷ୍ଟ 200 ମିଟର ଆଗକୁ ଆସିଛି ଗୋଟେ ବୋଲ୍ଡର ମାରିଲେ ଗୋଟେ ଢିମାଟେ ଏବଂ ସେ ବୋଲ୍ଡର ଏତେ ଜୋରେ ମାରିଲେ ସେ ପାଖରେ ଥିଲେ ମାନେ 2 ଜଣ ସିଏ ମାରିଛନ୍ତି, ତା ଆଗରେ ଆଉ 4 ଜଣ ଖଣ୍ଡେ 2 ଜଣ 4 ଜଣ ଥିଲେ। ତେଣୁ ଏତେ ଜୋରେ ଇଏ ହେଲା ଯେ ଗାଡ଼ି ବ୍ରଷ୍ଟ କଲା ଏବଂ ମୁଁ ଭାବୁଛି ବୋଧେ ଗାଡ଼ି ଡ୍ରାଇଭର ରଖିଦେଲେ, ନହେଲେ ଗାଡ଼ିରେ ଇଏ ଗଛରେ ମାଡ଼ ହେଇକିରି ଗାଡ଼ି ବି ଆମର ଜୀବନ ପ୍ରତି ବିପଦ ଥିଲା। ତେଣୁ ଆମେ ସେଠୁ ପଳେଇ ଆସିଲୁ। କିନ୍ତୁ ଅସହିଷ୍ଣୁ ଏ କାମ ମୁଁ କରିବାରୁ ଲୋକଙ୍କୁ ସେବା ଦେବାରେ ଅସହିଷ୍ଣୁ ହେଇକିରି ଏ କାମ କରୁଛନ୍ତି। ଆଉ ସେ ତ ମୋତେ ଆଗରୁ ଯାଇକିରି ସିଡିଓ ସାର୍ଙ୍କ ପାଖରେ ମୋ ସହିତ ଯୁକ୍ତି ତର୍କ କରି ଆସିଥିଲେ ଏ କାମ ବାବଦରେ। ଆମର ବିଲ୍ ହେଉନି ଇଏ ହେଉନି, ଆପଣ ବହୁତ ଆଗକୁ ବହୁତ ଟେନସନ୍ ନେବେ, ଇଏ କରିବେ ସେ କରିବେ ଏମିତି କହିଥିଲେ। ତାପରେ ସନ୍ଧ୍ୟାରେ ତାଙ୍କର ବରୁଣ ବୋଲି ଜଣେ ସିଏ ସନ୍ଧ୍ୟାବେଳେ ଆସିକି କହିଲେ ମୁଁ ବହୁତ ମୋ ମୁଣ୍ଡ ଗରମ ହେବ, ଆପଣ କିଏ ରକ୍ଷା କରିବ ଇଏ ଏମିତି ବହୁତ କିଛି କହିକିରି ମୋତେ ଏମିତି ଯାଇଥିଲେ ସନ୍ଧ୍ୟାବେଳେ। ଏଫଆଇଆର୍ ଦିଆଯାଇଛି, ଇନଭେଷ୍ଟିଗେସନ୍ ଚାଲିଛି। ଦଶପଲ୍ଲାରୁ ପ୍ରିୟବ୍ରତ ଷଡ଼ଙ୍ଗୀଙ୍କ ରିପୋର୍ଟ, ରିପୋର୍ଟର୍ସ ଟୁଡେ।